प्रभु जीशुଙ୍କ नामରେ ପ୍ରତ୍ୟେକଙ୍କୁ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ପ୍ରେମ ନମସ୍କାର। ଆଜିର ଏହି ବାକ୍ୟ ଜରିଆରେ ଆପଣମାନେ ପ୍ରତ୍ୟେକ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଆଜିର ବାକ୍ୟ ରହିଅଛି ଯେ ଅନେକ ଲୋକ କୁହନ୍ତି ଆମେ କେବଳ ଯୀଶୁଙ୍କ କଥା ହିଁ ମାନିବୁ ଆଉ ଶିଷ୍ୟମାନଙ୍କ କଥା ମାନିବୁ ନାହିଁ, ଏହା ମଧ୍ୟ କହୁଥାନ୍ତି। କିନ୍ତୁ ପ୍ରଭୁଙ୍କ ଲୋକମାନେ ଭାଇ ଭଉଣୀମାନେ କିନ୍ତୁ ବାକ୍ୟ ଆମକୁ କ'ଣ କୁହେ ଆମେ ସେହି ବିଷୟରେ ଶିକ୍ଷା କରିବା। ଦେଖ ଶିଷ୍ୟମାନଙ୍କୁ କେତେ ପ୍ରଭୁ ଯୀଶୁ ଶକ୍ତି ଦେଇଛନ୍ତି, କେତେ ଅଧିକାର ଦେଇଥିଲେ, ଆମେ ସେହି ବିଷୟରେ ମଧ୍ୟ ଶିକ୍ଷା କରିବା। ବାକ୍ୟ ଶିକ୍ଷା କରିବା ଯୋହନ ପୁସ୍ତକ 20:23 ଅଧ୍ୟାୟ। ସେଠି ଲେଖାଯାଏ, ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ ତାହାର ପାପ କ୍ଷମା ହେବ, ପୁଣି ଯଦି କାହାରି ପାପ କ୍ଷମା ନ କରିବ ତାହାର ପାପ କ୍ଷମା ହେବ ନାହିଁ। ଦେଖିଲେ ତ ପ୍ରଭୁଙ୍କ ଲୋକମାନେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କେତେ ଅଧିକାର ଦେଇଥିଲେ ଯେ ସମ୍ପୂର୍ଣ୍ଣ ପାପ ସୁଦ୍ଧା କ୍ଷମା କରିବାକୁ ସକ୍ଷମ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ଦେଇଥିଲେ, ଆଜ୍ଞା ଦେଇଥିଲେ, ଆଦେଶ ଦେଇଥିଲେ, ଶକ୍ତି ଦେଇଥିଲେ। ତ ଏଥିରେ ବୁଝିପାରୁଛୁ ତ ଅନେକ କୁହନ୍ତି ନା ଶିଷ୍ୟମାନଙ୍କୁ ଆମେ କଥା ମାନିବୁ ନାହିଁ, କିନ୍ତୁ ଦେଖନ୍ତୁ ଏଥିରେ କେତେ ସୁନ୍ଦର ଭାବରେ ବାକ୍ୟ କୁହେ ଯେ ତୁମେ ଯଦି କାହାରି ପାପ କ୍ଷମା କରିବ ତାହାରି ପାପ କ୍ଷମା ହେବ, ଯଦି ପାପ କାହାର କ୍ଷମା ନ କରିବ ତାହାର ପାପ କ୍ଷମା ହେବ ନାହିଁ। ଏହି କଥା କହି ଯୀଶୁ ଶିଷ୍ୟମାନଙ୍କୁ ଅଧିକାର ଦେଇଛନ୍ତି। ଏତେ ଶିଷ୍ୟମାନଙ୍କୁ ଅଧିକାର ଦେଇଛନ୍ତି, ତଥାପି ଲୋକମାନେ କ'ଣ କରିବେ ନା ଆମେ ଶିଷ୍ୟମାନଙ୍କ କଥା ମାନିବୁ ନାହିଁ ବୋଲି ମଧ୍ୟ କହୁଅଛନ୍ତି। ଆହୁରି ବାକ୍ୟ ଶିକ୍ଷା କରିବା। ମାଥ୍ୟୁ 16:19 ଲେଖାଯାଏ, ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ କି ପ୍ରକାର ଆଦେଶ ଦେଉଛନ୍ତି, ଶକ୍ତି ଦେଉଛନ୍ତି। ଦେଖନ୍ତୁ, ମୁଁ ତୁମକୁ ସ୍ୱର୍ଗ ରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ହେବ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଶିଷ୍ୟ ପିତରଙ୍କୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ କେତେ ଶକ୍ତି ଦେଉଛନ୍ତି, ମାନେ କେତେ ଆଦେଶ ଦେଇକି କହୁଛନ୍ତି ଯେ ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ, ଯାହା ଶିକ୍ଷା ଦେବ, ଯାହା ଚେତନା ଦେବ ତାହା ସମ୍ପୂର୍ଣ୍ଣ ମୁକ୍ତ ହେବ, ଯାହା ଲୁଚେଇବ, ଯାହା କହିବ ନାହିଁ ତାହା ଗୁପ୍ତ ରହିବ। ଏହି ପ୍ରକାର ଅଧିକାର ଦେଇକିରି ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ ଶକ୍ତି ଦେଉଛନ୍ତି, ଆଦେଶ ଦେଉଛନ୍ତି। କିନ୍ତୁ ଲୋକମାନେ ଆଜି ଭୁଲ ବୁଝିଅଛନ୍ତି। ଆହୁରି ମଧ୍ୟ ଆମେ ବାକ୍ୟ ପାଠ କରି ଶିକ୍ଷା କରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେତେ ଶିଷ୍ୟମାନଙ୍କୁ ଆଦେଶ ଦେଇଥିଲେ। ଆହୁରି ବାକ୍ୟରେ ଲେଖାଯାଏ, ମାଥ୍ୟୁ 10 ଯଦି 40 ପାଠ କରିବା, ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଏଠିରେ ମଧ୍ୟ ଆମେ ବାକ୍ୟ ପାଠ କରି ବୁଝିପାରୁଥିଲୁ ଯେ ଯେଉଁମାନେ ଶିଷ୍ୟମାନଙ୍କୁ ଗ୍ରହଣ କରନ୍ତି, ଶିଷ୍ୟମାନଙ୍କ କଥା ମାନନ୍ତି, ସେମାନେ ପ୍ରଭୁଙ୍କୁ ଗ୍ରହଣ କରନ୍ତି। ଆଉ ଏହି ପ୍ରକାର ଏଥିରେ ଆମେ ଆଦେଶ ପାଉଅଛୁ, ଆଦେଶ ଦେଖୁଅଛୁ ଯେ ଶିଷ୍ୟମାନଙ୍କୁ କି ପ୍ରକାର କଥା କହୁଥିଲେ। ତ ଯଦି ଯେଉଁମାନେ ଶିଷ୍ୟମାନଙ୍କ କଥା ମାନୁନାହାନ୍ତି ସେ ଯୀଶୁଙ୍କ କଥା ମାନୁନାହାନ୍ତି, ଯେଉଁମାନେ ଶିଷ୍ୟମାନଙ୍କ କଥା ମାନୁଛନ୍ତି ସେମାନେ ଯୀଶୁଙ୍କ କଥା ମାନୁଅଛନ୍ତି। ଏଥିରେ ଆମେ ଶିକ୍ଷା କରିବାକୁ ପାଉଅଛୁ। ତ ଯେଉଁମାନେ ଶିଷ୍ୟମାନଙ୍କ କଥା ମାନନ୍ତି ନାହିଁ ସେମାନେ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ମାନନ୍ତି ନାହିଁ। ଏହି ପ୍ରକାର ଆମେ ବାକ୍ୟ ଶିକ୍ଷା କରିପାରୁଅଛୁ। ତ ଅନେକ ଲୋକ କୁହନ୍ତି ସେ ପ୍ରକାର ନୁହେଁ, କିନ୍ତୁ ଆମେ ଶିଷ୍ୟମାନଙ୍କ କଥା ମଧ୍ୟ ମାନିବା ଉଚିତ ରହିଅଛି। ଆହୁରି ମଧ୍ୟ ଆମେ ଶିକ୍ଷା କରିବା ବାକ୍ୟରେ। ଲୁକ 10:16 ଲେଖାଯାଏ, ଯେ ତୁମ୍ଭମାନଙ୍କ କଥା ଶୁଣେ ସେ ମୋ କଥା ଶୁଣେ, ପୁଣି ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ ସେ ମୋ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ। ତ ପ୍ରଭୁଙ୍କ ଲୋକମାନେ ଏଠି ମଧ୍ୟ ଏହି ପ୍ରକାର ଲେଖାଯାଏ। ତ ଆମେ କେବେ ମଧ୍ୟ ଶିଷ୍ୟମାନଙ୍କ କଥା ମାନିବୁ ନାହିଁ, କେବଳ ଯୀଶୁଙ୍କ କଥା ମାନିବୁ, ଏହି ପ୍ରକାର କହିବା ଭୁଲ ବିଷୟଟେ। ଏଥିରେ ମଧ୍ୟ ଲୋକ ମଧ୍ୟ ଲେଖୁଅଛନ୍ତି ଅତି ସୁନ୍ଦର ଭାବରେ ଯେ ତୁମ୍ଭମାନଙ୍କ କଥା ଶୁଣେ ସେ ମୋ କଥା ଶୁଣେ, ଅର୍ଥାତ୍ ଶିଷ୍ୟମାନଙ୍କର କଥା ଯେଉଁମାନେ ଶୁଣନ୍ତି ମାନନ୍ତି ସେମାନେ ପ୍ରଭୁଙ୍କ କଥା ମଧ୍ୟ ମାନନ୍ତି ଶୁଣନ୍ତି। ଆମେ ଏହା ମଧ୍ୟ ଶିକ୍ଷା କରି ପାଠ କରୁଅଛୁ। ଆଉ ମଧ୍ୟ ଆମେ ବାକ୍ୟରେ ପାଠ କରି ଶିକ୍ଷା କରି ଏଫେସୀୟ 2:20 ଲେଖାଯାଏ, ପ୍ରଭୁଙ୍କ ଲୋକମାନେ ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କଣର ପ୍ରଧାନ ପ୍ରସ୍ତର। ଦେଖନ୍ତୁ ଏଥିରେ ମଧ୍ୟ ଏଫେସୀ ମଣ୍ଡଳୀକୁ ସାଧୁ ପାଉଲ ଲେଖୁଅଛନ୍ତି ଯେ ନା ତୁମ୍ଭେମାନେ ଅଛ କ'ଣ ନା ପ୍ରେରିତ ଓ ଭାବବାଦୀମାନଙ୍କ ଦ୍ୱାରା ନିର୍ମିତ ହୋଇଅଛ। ତ ଆଜି ଆମେ ନୂତନ ନିୟମର ବିଶ୍ୱାସୀମାନେ ବିଶେଷ କରି ଶିଷ୍ୟମାନଙ୍କ କଥା ଯେଉଁମାନେ ମାନୁନାହାନ୍ତି, ମାନିବୁ ନାହିଁ କହୁଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଅଛି ଯେ ଶିଷ୍ୟମାନଙ୍କ କଥା ନ ମାନି କେବେ ମଧ୍ୟ ହେବ ନାହିଁ।
ଶିଷ୍ୟମାନଙ୍କ କଥା ମଧ୍ୟ ଆମକୁ ମାନିବାକୁ ହେବ। ଶିଷ୍ୟମାନଙ୍କ ଜରିଆରେ ହିଁ ଆମେ ସୁସମାଚାର ପାଇଅଛୁ। ଶିଷ୍ୟମାନେ ହିଁ ଆମକୁ ମଣ୍ଡଳୀ ତଳି ଅଛନ୍ତି। ଶିଷ୍ୟମାନେ ହିଁ ସେବା ଆରମ୍ଭ କରିଅଛନ୍ତି। ସେମାନଙ୍କୁ ହିଁ ପ୍ରଭୁ ସମସ୍ତ ଅଧିକାର ଦେଇଥିଲେ। ଆଉ ଶିଷ୍ୟମାନେ କେମିତି ସେବା କରୁଥିଲେ ନା ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା, ଶକ୍ତି ପ୍ରାପ୍ତ ହେଲା ପରେ ହିଁ ସେମାନେ ସେବା ଆରମ୍ଭ କରି ଅଛନ୍ତି। ଆମେ ସେ ବିଷୟ ମଧ୍ୟ ପାଠ କରି ଶିକ୍ଷା ଦେଖନ୍ତୁ। ପ୍ରଭୁଙ୍କ ଲୋକମାନେ ବାକ୍ୟରେ ଏହା ଲେଖାଯାଏ, ପ୍ରେରିତ ପୁସ୍ତକ 1:8 ପଦ ଲେଖାଯାଏ, କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣୀ, ପୁଣି ପୃଥିବୀରେ ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଦେଖନ୍ତୁ, ପ୍ରଭୁଙ୍କ ଲୋକମାନେ ଯେତେବେଳେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ହିଁ ପିତର ପ୍ରଚାର ଆରମ୍ଭ କଲେ। ଆଉ ପବିତ୍ର ଆତ୍ମା ବିନା ପବିତ୍ର ଆତ୍ମା ପୂର୍ଣ୍ଣ ନ ହୋଇନାହିଁ, ପବିତ୍ର ଆତ୍ମା ପାଇଲା ପରେ ହିଁ ସେବା ଆରମ୍ଭ କରିଛନ୍ତି। ତଥାପି ଲୋକମାନେ କୁହନ୍ତି ଯେ ନା, ଆମେ ଶିଷ୍ୟମାନଙ୍କ କଥା ଶୁଣିବୁ ନାହିଁ। ଏଟା ସମ୍ପୂର୍ଣ୍ଣ ଭୁଲ ବିଷୟ ରହିଅଛି। ଶିଷ୍ୟମାନେ ଯାହା ସେବା କରିଛନ୍ତି, ଯାହା କାର୍ଯ୍ୟ କରିଛନ୍ତି, ସମ୍ପୂର୍ଣ୍ଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ଏକା ସାହା କରିଅଛନ୍ତି। ଏହା ଆମକୁ ବାଇବଲରେ ସାକ୍ଷ୍ୟ ମିଳୁଛି କି ପ୍ରେରିତ ପୁସ୍ତକ 2:14 ପଦରେ ମଧ୍ୟ ଲେଖାଯାଏ, କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚ ସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଜିହୁଦୀ ଲୋକେ ଓ ଜେରୁସାଲେମ ନିବାସୀ ସମସ୍ତେ, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ। ଦେଖନ୍ତୁ, ଏଥିରେ ମଧ୍ୟ ପିତର ଯେତେବେଳେ ପ୍ରଚାର ଆରମ୍ଭ କରୁଛନ୍ତି, ପବିତ୍ର ଆତ୍ମା ଶକ୍ତି ପ୍ରାପ୍ତ ହେଲା ପରେ ଏଠା ଆରମ୍ଭ କରୁଅଛନ୍ତି। ତ ଆମେ ଚିନ୍ତା କରି ଦେଖିବା ଯେ କେତେ ଶିଷ୍ୟମାନଙ୍କୁ ଲୋକମାନେ ଅଗ୍ରାହ୍ୟ କରୁଛନ୍ତି ଆଜିକାଲି ବିଶ୍ୱାସୀ ଭାଇ ଭଉଣୀମାନେ। ତ ଶିଷ୍ୟମାନେ ହିଁ ଯୀଶୁଙ୍କ ସହିତ ଥିଲେ, ସେମାନେ ମିଶିଥିଲେ, ସେମାନେ ବସିଥିଲେ, ସେମାନେ ଛୁଇଁଥିଲେ। ଏହା ମଧ୍ୟ ଆମେ ବାଇବଲରୁ ପାଠ କରି ଶିକ୍ଷା କରିବା, ଯାହାକି ଆମକୁ ବାଇବଲ ପ୍ରୁଫ୍। ପ୍ରଥମ ଜୋହନ ତାର ଯଦି 1-2, 3 ଯାଏ ପାଠ କରିବା, ଏଥିରେ ଜୋହନ ଲେଖୁଅଛନ୍ତି, ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପେ ବାକ୍ୟ ସମ୍ବନ୍ଧରେ ଜଣାଉଛୁ। ସେହି ଜୀବନ ପ୍ରକାଶିତ ହେଲା, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ, ଯେଉଁ ଅନନ୍ତ ଜୀବନ ପିତାଙ୍କ ସାଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। ଯାହା ଆମ୍ଭେମାନେ ଦେଖୁଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ। ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। ଦେଖନ୍ତୁ, ପ୍ରଭୁଙ୍କ ଲୋକମାନେ, ଏଥିରେ ଶିଷ୍ୟମାନେ ମଧ୍ୟ କହୁଅଛନ୍ତି ଯେ ପ୍ରଭୁଙ୍କ ସହିତ କେମିତି ଥିଲେ। ଆମ ଛଡ଼ା ଆଜିକାର ବିଶ୍ୱାସୀ ଭାଇ ଭଉଣୀ, ଆଜିକାର ପାଳକ ପ୍ରଚାର ଶିଷ୍ୟମାନଙ୍କ ଠାରୁ ଯୀଶୁଙ୍କ ସହିତ ଯେଉଁ ଶିଷ୍ୟମାନେ ଥିଲେ ତାହାଙ୍କ ଠାରୁ ଆମେ ଅଧିକ ଚିହ୍ନୁ ନାହୁଁ। ସେମାନେ ଅଧିକ ଚିହ୍ନିଛନ୍ତି, ସେମାନେ ଅଧିକ ତାଙ୍କ ସହିତ ମିଳାମିଶାଇଛନ୍ତି। ପୁଣି ସେହି ଶିଷ୍ୟମାନଙ୍କୁ ହିଁ ଲୋକ ଆଜି କ'ଣ କରୁଛନ୍ତି ନା ଶିଷ୍ୟମାନଙ୍କ କଥା ଶୁଣିବୁ ନାହିଁ ବୋଲି ଅଗ୍ରାହ୍ୟ କରୁଅଛନ୍ତି। ତ ଏଇ ଜହନକା ଆଉ ଗୋଟେ ପଦ ଲେଖୁଅଛନ୍ତି, ତାହା ମଧ୍ୟ ଶିକ୍ଷା କରିବା। ଏଥିରେ ଶିକ୍ଷା କରିବା, ପ୍ରଥମ ଜହନ 4:6 ପଦ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଠାରୁ ଜାତ, ଯେ ଈଶ୍ୱରଙ୍କୁ ଜାଣେ ସେ ଆମ୍ଭମାନଙ୍କ କଥା ଶୁଣେ, ଯେ ଈଶ୍ୱରଙ୍କ ଠାରୁ ଜାତ ନୁହେଁ ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନିପାରୁ। ଦେଖନ୍ତୁ, ପ୍ରଭୁଙ୍କ ଲୋକମାନେ ଜହନ ପ୍ରକାଶ କରୁଅଛନ୍ତି ଯେ ଯେଉଁମାନେ ଶିଷ୍ୟମାନଙ୍କ କଥା ଶୁଣନ୍ତି ନାହିଁ, ମାନନ୍ତି ନାହିଁ, ସେମାନେ ବଡ଼ ଭ୍ରାନ୍ତି ଲୋକ ବୋଲି ଏଠିରେ ଜହନ ପ୍ରକାଶ କରୁଅଛନ୍ତି। ତ ଆମ୍ଭେମାନେ ମଧ୍ୟ କ'ଣ ନା ଏହି ବାକ୍ୟ ଜରିଆରେ ବୁଝିପାରିଲୁ ଯେ ଶିଷ୍ୟମାନଙ୍କର କଥା ମଧ୍ୟ କେତେ ଶୁଣିବା ଆବଶ୍ୟକ ଅଟେ। ତ ସାଧୁ ପାଉଲ ମଧ୍ୟ ଅନେକ ସମୟରେ କୁହନ୍ତି, ସେ ବିଷୟରେ ମଧ୍ୟ ଆମେ ଶିକ୍ଷା କରିବା। ଫିଲିପ ମଣ୍ଡଳୀକୁ ସାଧୁ ପାଉଲ ଲେଖୁଅଛନ୍ତି 3:17 ପଦର, ହେ ଭାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ। ପୁଣି ଆମ୍ଭମାନଙ୍କ ଠାରେ ଯେଉଁ ଆଦର୍ଶ ଦେଖିଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର। ଦେଖନ୍ତୁ, ପ୍ରଭୁଙ୍କ ଲୋକମାନେ, ଏଥିରେ ମଧ୍ୟ ପାଉଲ କହୁଅଛନ୍ତି ଯେ ଆମ୍ଭମାନଙ୍କର ଅନୁକରଣ କର, ଆମ୍ଭମାନଙ୍କର ଆଦର୍ଶକୁ ଫଲୋ କର, ଏହି ପ୍ରକାର କହୁଅଛନ୍ତି। ତ ପ୍ରଭୁଙ୍କ ଲୋକମାନେ, ଆମେ କେମିତି ଚିନ୍ତା କରିପାରିବା ଯେ ନା ଶିଷ୍ୟମାନେ ଭୁଲ ଶିକ୍ଷା ଦେଉଛନ୍ତି ବୋଲି? ଆମେ ସମ୍ପୂର୍ଣ୍ଣ ବାଇବଲ ପଢ଼ି ବୁଝିଲେ ଆମେ ଜାଣିପାରିବା ଯେ ନା ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ କେତେ ଅଧିକାର ଦେଇଥିଲେ। ଆହୁରି ମଧ୍ୟ ଶିକ୍ଷା କରିବା, ପ୍ରଥମ କୋରିନ୍ଥୀୟ 4:15-16 ପାଠ କରିବା, ସାଧୁ ପାଉଲ କେମିତି କହୁଛନ୍ତି ଆମେ ଶିକ୍ଷା କରିବା। କାରଣ ଯଦ୍ୟପି
ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର 10 ଶିକ୍ଷକ ଥାନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ। ଦେଖନ୍ତୁ, ପ୍ରଭୁଙ୍କ ଲୋକମାନେ ଏଠି ସାଧୁ ପାଉଲ ମଧ୍ୟ କହୁଛନ୍ତି ଯେ ନା ମୋହର ଅନୁକାରୀ ହୁଅ। ଆଉ ଶିଷ୍ୟମାନଙ୍କୁ ମାନେ ମଧ୍ୟ ପ୍ରଭୁ ଯୀଶୁ କି ପ୍ରକାର ଆଦେଶ ଦେଇଥିଲେ ନା ଯେଉଁମାନେ ଶିଷ୍ୟମାନଙ୍କ କଥା ଶୁଣିବେ ସେମାନେ ପ୍ରଭୁଙ୍କ କଥା ଶୁଣିବେ, ଯେଉଁମାନେ ପ୍ରଭୁଙ୍କ କଥା ଶୁଣିବେ ନାହିଁ ସେମାନେ ପିତାଙ୍କ କଥା ଶୁଣିବେ ନାହିଁ। ତ ଏତେ ବାକ୍ୟ ଦ୍ୱାରା ଆମେ ଜାଣିପାରୁଛୁ ଯେ ଶିଷ୍ୟମାନଙ୍କ କଥା ମଧ୍ୟ ମାନିବା ଆମମାନଙ୍କର ଆବଶ୍ୟକ ଅଟେ। ତ ଏଥିପାଇଁ ଆମେ ଅଧିକ ଯତ୍ନଶୀଳ ହେବା। ଯାହା ବି ଆମେ ବାକ୍ୟରେ ଶିକ୍ଷା କରି ପାଠ କଲୁ, ଏହି ବାକ୍ୟ ସତ୍ୟ ଅଟେ। ବାକ୍ୟରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେମ ନମସ୍କାର।